ଭୟଙ୍କର ଭୂତର କାହାଣୀ। କାହାଣୀଟିର ନାମ ଚାନ୍ଦିନୀ ବଣର ଡାକ। ଗାଁର ନାମ ଥିଲା କଳାମୁଣ୍ଡା। ଗାଁ ପାଖରେ ଥିବା ଚାନ୍ଦିନୀ ବଣକୁ ଲୋକେ ସନ୍ଧ୍ୟାବେଳେ କେବେ ଯାଉନଥିଲେ। କୁହାଯାଉଥିଲା ସେଠାରେ ରାତି 12ଟା ପରେ ଗୋଟିଏ ମହିଳାର କାନ୍ଦର ଶବ୍ଦ ଆସେ। ଗୋଟେ ଦିନ କାହ୍ନା ଏବଂ ତାର ଦୁଇ ସାଙ୍ଗ ରିଙ୍କୁ ଏବଂ ଚିଙ୍କୁ ବଣକୁ ଯିବାକୁ ଭାବିଲେ। ଭୂତ କାହିଁକି ଆସିଲେ? ଗୋଟେ ଦିନ ସେମାନେ ରାତି 11ଟାରେ ବଣକୁ ଗଲେ। ବଣରେ ଚାନ୍ଦର ଆଲୋକ ଆଉ ଦୂର ପାହାଡ଼ରେ ବିଲୁଆର ଶବ୍ଦ। ପୁଣି କିଛି ସମୟ ପରେ ହଠାତ୍ ଜଣେ ମହିଳାଙ୍କର କାନ୍ଦର ଶବ୍ଦ ଶୁଭିଲା। କାହ୍ନା ସାହସ କରି କହିଲା, ଚାଲ ଦେଖିବା। ସେମାନେ ଶବ୍ଦ ଦିଗ ଆଡ଼େ ଚାଲିଲେ। ଆଉ ଏକ ପୁରୁଣା ବଟବୃକ୍ଷ ତଳେ ସେମାନେ ଦେଖିଲେ ଧଳା ଶାଢ଼ୀ ପିନ୍ଧିଥିବା ଗୋଟେ ମହିଳା। ମହିଳାଟିର କେଶ ତଳକୁ ଲାଗିଥିଲା, ମୁହଁ ଦେଖାଯାଉନଥିଲା। କାହ୍ନା ଆଗକୁ ଯାଇ ଦେଖିଲା, କିଏ ସେଠି, ଆଉ କାହିଁକି କାନ୍ଦୁଛ? ସେ ମହିଳା ହଠାତ୍ ମୁହଁ ଉପରକୁ କଲା। ତାର ଆଖି ନିଆଁ ଭଳି ଚମକୁଥିଲା, ମୁହଁ ଖାଲି ଅନ୍ଧାର ଦେଖାଯାଉଥିଲା। ଏହା ଦେଖିକି ତିନି ସାଙ୍ଗଙ୍କର ଗୋଡ଼ ଥରିବାରେ ଲାଗିଲା। ମହିଳା ଗର୍ଜନ କରିଲା, ଆଉ ଗର୍ଜନ କରି କହିଲା, ମୋର ମୃତ୍ୟୁର ଦୋଷୀ କିଏ? ହଠାତ୍ ବାୟୁର ବେଗ ବହିଲା, ବୃକ୍ଷପତ୍ର ମଧ୍ୟ ହଲିବାରେ ଲାଗିଲା। ତିନି ସାଙ୍ଗ ଡରିକି ଦୌଡ଼ିବାରେ ଲାଗିଲା। କାହ୍ନା ପଛକୁ ବୁଲିକି ପୁଣି ଦେଖିଲା, ସେହି ମହିଳା ଜଣକ ହସୁଥିଲା ଆଉ ଧୀରେ ଧୀରେ ତାଙ୍କ ଆଡ଼େ ଆସୁଥିଲା। ସେହି ତିନି ସାଙ୍ଗ ଜୋରରେ ଦୌଡ଼ିବାକୁ ଲାଗିଲେ ଆଉ ଦୌଡ଼ି ଦୌଡ଼ି ଗାଁକୁ ଫେରିକି ଗାଁ ଲୋକମାନଙ୍କୁ ସେସବୁ ଘଟଣା କହିଲେ। ଗାଁ ଲୋକେ ଅଧିକ ଆଶ୍ଚର୍ଯ୍ୟ ହୋଇକରି ଡରିବାରେ ଲାଗିଲେ, ଆଉ ସେ ବଣକୁ ଯିବା ରାସ୍ତାଟି ସବୁଦିନ ପାଇଁ ବନ୍ଦ କରିଦେଲେ। ସେହି ଦିନ ପରଠୁ ରାତି 9 ହେବା ଆଗରୁ ଶୋଇଯାଉଥିଲେ ଗାଁ ଲୋକେ, ଆଉ ସେ ବଣକୁ କେହି ଗଲେ ନାହିଁ।